ବାଘ ଏତିକି ଉଚ୍ଚାରେ ଡେଇଁଲା। ଗପଟା କୁହ। ମାତୁଆଲି ହେଇଗଲେ। ମାତୁଆଲି ହେଇସାରିଲା ପରେ ସେମାନେ କ'ଣ ହେଲେ ନା ଗଲେ ଆପଣ କେମିତି ଗଲେ ବାଘ ଗୋଟେ ଇମେଜଟା ଅଛି। ବାଘର ଗୋଟେ ଇମେଜ ଅଛି ତଳକୁ ବାଘ ଗୁମ୍ଫା ଅଛି ହେଲା। ଦେଖ ଗଲେ ତାର ବାସନାଟା ସେ ଶୁଣି ଦେଇଛି କ'ଣ ହେଇଛି ନା ସେମାନଙ୍କୁ ଆଟାକ୍ କରିବା ପାଇଁ ଏମିତି କରୁଥିଲେ। ଏଠୁ ଡେଇଁଲେ ମାନେ ବାଘ ଏତିକି ଉଚ୍ଚାରେ ଡେଇଁଲା ତାଙ୍କୁ ଧରିଥାନ୍ତା ମାନେ ଏମିତି ମାନେ ସ୍ଲାଇଟଲି ପାସ୍ ହେଇଗଲା ବେକ ପାଖରେ ଆଉ। ଯଦି ହେଇଥାନ୍ତା ଝାମ୍ପିକି ନେଇଥାନ୍ତା। ସେଠି ରିଜର୍ଭ ପୋଲିସ ଥିଲେ। ଆଚ୍ଛା ଏଇ ଯୋଉ ଝୁଙ୍କି ଦେଖୁଥିଲେ ତାହେଲେ ତ ବାଘ ସିଧା ତଳେ ପଡିଥିବ। କ'ଣ ଗଲା ଜଙ୍ଗଲ ଏରିଆରେ ସେମାନଙ୍କୁ କ'ଣ ଡର। ତାର ସେ ପାଖରେ ଗୁମ୍ଫା ଅଛି। ଓହୋ ଆରାମସେ ଯିବ। ଏଠି ମଧ୍ୟ ଗୁମ୍ଫା ଅଛି। କୋଉଠି? ଯୋଉ ବିଲ ପାଖରେ। ଏଇ ବିଲ ପାଖରେ? ତାପରେ ଯୋଉଠି ପାଣି ପଡୁଛି ଆପଣ ଦେଖିଲେ ତା ଉପରେ ମଧ୍ୟ ଅଛି। ସବୁଠୁ 1 ନମ୍ବର ମାନେ ଯୋଉଠିକି ବାଘ ମାଳ ମାଳ ହେଇ ରହନ୍ତି। ଏଠି 4 କିଲୋମିଟର ଲାଗିବ। କ'ଣ ସେ ଜାଗାଟା ନା? ସେଟା ବଡ଼ ପଦର। ବଡ଼ ପଦର। ପଦର ମାନେ କ'ଣ? ଏଠି ଓଡ଼ିଆ ମାନେ କୋରାପୁଟି ଓଡ଼ିଆ। କୋରାପୁଟି ଓଡ଼ିଆ। ପଦର ମାନେ କ'ଣ? ଏମିତି ଯୋଉଟାକି ଗଛ ପତ୍ର କିଛି ନଥିବ ମାନେ ଗୋଟେ ଫାଙ୍କା ଜାଗାଟା। ଫାଙ୍କା ଜାଗା। ଚାରି ପାଖରେ ପାହାଡ଼ ଥିବ। ବଡ଼ ପଦରରେ ବହୁତ ବାଘ ଅଛନ୍ତି। ସରକାର ଯତ୍ନ ନେଉଛି ନା କେହି ଯାଉନାହାନ୍ତି? ଏରିଆକୁ ଯାଇ ହବ 4 କିଲୋମିଟର କ'ଣ ପାହାଡ଼ ଉପରେ? ପାହାଡ଼ ଉପରେ। ଆଚ୍ଛା ସେଇଠି ଗୋଟେ ଫାଙ୍କା ଜାଗା ଅଛି। ଫାଙ୍କା ଜାଗା ମାନେ ଏଠି ଗଳିଟା ଅଛି। ଆଉ ସେଇ ଭିତରେ ଦେଇକି ଯିବ ଏମିତି 10-12 ଜଣ ହେଲେ ହିଁ ଯାଇ ହବ। ଜଣେ 2 ଜଣ ଗଲେ ବଞ୍ଚିକି ଆସିବାଟା କଷ୍ଟ। ଆମେ ଯଦି ଆପଣ ଯଦି ଯାଉଛନ୍ତି କେବେ ଯଦି ଦେଖିବେ ଏମିତି ଘୁରୁଣ୍ଡିକି ଯିବାକୁ ପଡ଼ିବ। ଆପଣ ଭିତରେ ଗଲେ ପାଖ ଲୋକମାନେ କିଏ ଯାଇଛନ୍ତି ନା? ଆମେ ଯାଇଛୁ ଆମେ 10-12 ଲୋକ ଯାଇଛନ୍ତି। ନାଇଁ ଏଇ ଯୋଉ ଏବେ ଗୋଟେ ଚୈତ ପର୍ବ ହବ ସେତେବେଳକୁ ସେଠି ଗୋଟେ ଦିଶାରୀ ଯାହାକୁ କି ପୂଜାରୀକୁ କହନ୍ତି। ସିଏ ଯାଇକି ପୂଜା କରିବେ। ପୂଜା କଲେ ଆମେ ସେଠି କ'ଣ ଦେବୀ ଅଛନ୍ତି କି? ଓହୋ କୋଉ ବାଟ ଦେଇକିରି ଯିବ ଭାଇନା ସେଟା? ସେଇ ରାଣୀ ଡୁଡୁମା ନା କୋଉ ବାଟେ? ଓହୋ ରାସ୍ତା ଅଛି। ରାସ୍ତା ଅଛି। ରାସ୍ତା ଏବେ ମରାମତି କରିଦେଲେ ବଢ଼ିଆ। ଆଚ୍ଛା ଆଉ କ'ଣ ଜନ୍ତୁ ଅଛନ୍ତି? ଭାଲୁ ତ ମାରି ଖାଇବେ। ବାରା ଅଛି, ମୟୂର ଅଛି, ଆଉ ହରିଣ ଅଛନ୍ତି। ଭାଲୁ ମାରି ଲୋକ କିଏ ମାରି ଖାଏ? ଗାଁ ଲୋକମାନେ। କ'ଣ ଭାଲୁ ମାରି ଖାଇଦେ? ଭାଲୁ ମାଂସ ଖାଆନ୍ତି କି? ମାରିବାର କାରଣ କ'ଣ? ମାରିବାର କାରଣ କ'ଣ? ବାଡ଼ ଯେଉଁଟା ଅଛି ଏମିତି ବାଡ଼ ସବୁ ମକା ପଣସ ଯେତିକି ଖାଇବା ଜିନିଷ ଆମେ ଯାହା ଖାଉଛୁ ମାନେ ପନିପରିବା କୋବି ଆଳୁ ଟମାଟୋ ବାଇଗଣ। ଭାଲୁକୁ ମାରିଦେଲେ ତାହେଲେ ସବୁ ଆଉ ଭାଲୁ ନାହାନ୍ତି। ବାଘ ଖାଉଥିବ କ'ଣ? ସେ ହରିଣ ଫରିଣ ମଲେଇକି ଖାଉଥିବ ଆଉ। ଲୋକ ଆଟାକ୍ ମଣିଷ ଆଟାକ୍ କରିଛି ନା? କରନ୍ତି ଭୋକ ଯେତେବେଳେ ଜୋରରେ ହୁଏ କ'ଣ କରିବେ? କୁଆଡ଼େ କ'ଣ ଅଛି? ଗାଈ ଗୋରୁ ତ ଉପରକୁ ବୋଲେ ଚରାଇବା ପାଇଁ ବୋଲେ ନେଉନାହାନ୍ତି। ଏପଟ ସେପଟ ଟିକେ ଏଟା କରି ଚଳୁଛନ୍ତି। ତାପରେ ଗାଈ ଜଗୁଆଳି ମଧ୍ୟ ଟିକେ ବାହାରିବେନି ଆଜିକାଲି ସବୁ ଟିକେ କାମ ଧରିଲାଣି। କାମ ମିଳିଗଲାଣି। ସେମିତି କାମ କରି ବଞ୍ଚୁଛନ୍ତି। ବରା ମଧ୍ୟ ନେଇଛି ଫାଁସି ଲଗାଉଛନ୍ତି। ଫାଁସି ଏଇଟା ଫାଁସି ଏତିକି ନେଇ ମୋଟା ଥିବ। ବରା ଫାଁସି ଲଗାଉଛନ୍ତି। କଲେକ୍ସନ୍ କେତେ ହେଉଛି? କେବେ ତ 4,000 କେବେ ତ 5,000 ହବ। କ'ଣ ମାସିକ?
ମାସିକ ନା ଦିନ ଦିନକୁ 4000 5000 ହଉଛି କି କଥା କହୁଛ ଭାଇନା ଏତେ କେମିତି 80,000 ଯାଉଛି ଆଜ୍ଞା ଏତେ ଲୋକ 80,000 ମାନେ ଏଠି ଯେତିକି ପଡ଼ିଆ ପଡ଼ୁଛି ମାନେ ବିଲ ପଡ଼ୁଛି ହଁ ଏଠି ଯେତିକିଟା ମୋଟର ସାଇକେଲ ଆଉ ଯେଉଁ ଅଟୋ ରହିବ କେବଳ ବସ୍ ପାଇଁ ଏଇଟା ହଁ ବୁଝିଲେ ହଁ। ଆଉ ବୋଲେରୋ କାର୍ ଫାର୍ ପ୍ରାୟ ସମୟରେ ଆସୁଛନ୍ତି ଲୋକ ଆପଣ ବାଟ ଦେଇପାରିବେନି ତାମାନେ ସରକାରର କ୍ଷତି ନାହିଁ କିଛି କ୍ଷତି ହେବନି ଆଉ ଆମ୍ବ କଲେକ୍ସନ ହଉଛି ନା ନାଇଁ ଆମ୍ବ ଏଠି କଲେକ୍ସନ୍ ହେବ କଣ କରୁଛନ୍ତି ଯେତେ ପଡ଼ିଲା ଆପଣ ଯାଇକି ସେତେ କାଢ଼ିପାରିବେ ଗୋଟେ ବସ୍ତା ଲୋଡ଼ କରିବେ ନେଇପାରିବେ ଗଛରେ ଚଢ଼ି ପାରିବେ ଯଦି ଗଛରେ ଚଢ଼ିଲ ତାହେଲେ 5,000 ଟଙ୍କା ଫାଇନ୍ ଦ 5,000 ଫରେଷ୍ଟ ଡିପାର୍ଟମେଣ୍ଟ ଆମେ ତ କହିଦେବୁ ଆଉ ହଁ ହଁ ଆଉ ଟେକା ପଥର ନାହିଁ ନା ଯେତିକି ପଡ଼ିଲା ତଳେ ଯେତିକି ପଡ଼ିଲା ଖାଅ ଦିଅ ଘରକୁ। ହେଲେ ହେଲେ ସରକାର ତାକୁ ହଉଛି ନଉନି କ'ଣ ପାଇଁ ତୋଳଉନି କ'ଣ ପାଇଁ ସରକାର ଏବେ ଦେଖନ୍ତୁ ଆପଣ ଚଢ଼ିଲେ ହଁ କାଳେ ଡାଳ ଭାଙ୍ଗିଗଲା ହଁ ଆପଣ ଯେମିତି ତଳେ ଖୋଜିବେ କି ପଢ଼ିଲେ ତାପରେ କହିବେ ଲୋକ ମଲା ଲୋକ ମଲା ଲକ୍ଷ ଟଙ୍କା ସରକାର ଦେ ଇଏ ଆଉ ନାହିଁ ସିଏ ଚଳିବେନି ଏମିତି ଯାହା ପଡ଼ିଲା ଏତେ ପଡ଼ୁ ଗୋଟେ ପଡ଼ୁ 2ଟା ପଡ଼ୁ 5ଟା ପଡ଼ୁ ଏତିକି ଗଦା ହେଇକି ପଡ଼ୁଥିଲେ ମଧ୍ୟ ନେବା କଥା